ମୋ ପକେଟରୁ ଟଙ୍କା ଚୋରି କରୁଛୁ? ରହ ମୋ ପୁଅ ଆସୁ, ଆଜି ତୋର ଦିନକୁ ମୋର ଦିନ। ଓହୋ କି କଷ୍ଟ। ଯେତେ କଷ୍ଟ କଲେ କଣ ହବ? ଘରେ ଯଦି ଚୋରଣୀ ଥିବ ପଇସା ଆଣିଥିବ କୋଉଠୁ? ମା ତୁ ଏ କଣ କହୁଛୁ? ହଁ ରେ ପୁଅ, ତୋ ସ୍ତ୍ରୀ ଖଣ୍ଡି କହୁଛି ପକ୍କା ଚୋରଣୀ। ଆଜି ମୁଁ ନିଜ ଆଖିରେ ଦେଖିଛି ପରା। ନ ଦେଖିଲା ବେଳେ ତୋ ପକେଟରୁ ସେ ଟଙ୍କା ଚୋରି କରି ନଉଛି। ଜାଣିଛୁ, ସବୁ ଟଙ୍କା ନେଇ ତା ବାପ ଘରେ ପୁରଉଛି। ତୁ ଆଜି ତାକୁ ଭଲ କି ପାନେ ଦେ। ରହ ମା, ଜମା ଚିନ୍ତା କରନି। ଦେଖ ମୁଁ ଏବେ କଣ କରୁଛି। ପୂଜା ପୂଜା ପାଣି ଗ୍ଲାସଟା ଆଣିଲ। ହଁ ହଁ ନଉଛି। ପୂଜା ଜାଣିଛ, ଏମିତି ତ 2 ମାସ ହେଲା ଡ୍ୟୁଟିରୁ ଠିକ ସେ ଦରମା ଦେଇନାହାନ୍ତି। ପୁଣି ବୋଝ ଉପରେ ନଳିତା ପିଟା ପରି ପୁଅର ସ୍କୁଲରୁ ମେସେଜ ଆସିଲାଣି। କାଲି ତାର ଯେମିତି ହେଲେ ଆଡମିସନ କରିବାର ଅଛି, ଆଉ ସେଥିରେ 5,000 ଟଙ୍କା ଲାଗିବ। କୋଉଠୁ ଯେ ଆଣିବି? ଦେଖି ଗୋଟେ ସାଙ୍ଗକୁ ଫୋନ କରେ। ରୁହ ରୁହ, ତମେ ଟେନସନ ନିଅନି, ମୁଁ ଦେଖୁଛି। ଏଇ ନିଅ, ଦେଖିଲ ଏଥିରେ କେତେ ଟଙ୍କା ଅଛି? ଏଥିରେ ତ 7-8 ହଜାର ଟଙ୍କା ଅଛି। ହେଲେ ଏତେ ପଇସା ତମେ ଆଣିଲ କୋଉଠୁ ପୂଜା? ତମେ ଯୋଉ ପ୍ରତି ମାସରେ ଘର ଚଳିବାକୁ ଟଙ୍କା ଦିଅ, ସେଥିରୁ ମୁଁ କିଛି କିଛି ବଞ୍ଚେଇ ରଖେ। ଆଉ ତମ ପକେଟରେ ଅଧିକା ଟଙ୍କା ଦେଖିଲେ ସେଥିରୁ ବି କିଛି କିଛି ରଖିନିଏ। ସବୁ ଟଙ୍କା ରଖି ମୋର ଏତିକି ହେଇଥିଲା। ତମେ ୟାକୁ ରଖ, ପୁଅର କାଲି ଆଡମିସନ କରିଦେବ। ଆଉ ଯଦି ଅଧିକା ଟଙ୍କା ବଳିଯାଏ ତାହେଲେ ମତେ ଫେରେଇଦବ। ଠିକ ଅଛି। ଦେଖିଲୁ ତ ମା, ପୂଜା ଏ ଟଙ୍କା ନେଇ କଣ କରୁଛି? ହଁ ରେ ପୁଅ, ମୁଁ ହିଁ ଭୁଲ ବୁଝୁଥିଲି। ବୁଝିଲୁ ମା, ମୋର ଏଇ ଟଙ୍କାକୁ ନେଇ କିଛି ବି ଅସୁବିଧା ହେଇନି। ବାସ୍ ତୋତେ ସତ କଣ ଜଣେଇବା ପାଇଁ ମୁଁ ଏ ଅଭିନୟ କରୁଥିଲି। ସ୍ତ୍ରୀ ଯଦି ସ୍ୱାମୀଠାରୁ ଟଙ୍କା ଲୁଚାଇ ରଖୁଥାଏ ନା, ତେବେ ସେ ଚୋରଣୀ ନୁହେଁ, ବରଂ ଘରର ଅସୁବିଧା ସମୟରେ ସ୍ୱାମୀକୁ ସାହାଯ୍ୟ କରୁଥିବା ପ୍ରକୃତ ଘରଣୀ ହୋଇଥାଏ।